ଦୈତାପତି ମାନଙ୍କର ମୁଖ୍ୟ ଭୂମିକା ଥିଲେ ମଧ୍ୟ ସବୁ ସେବାୟତ ମାନଙ୍କର ବିନା ସହଯୋଗରେ ଗୋଟେ ରଥଯାତ୍ରା ହେଇପାରିବ। ଏ ତୃତୀୟା ଗୋଟେ ପବିତ୍ର ଦିନ, ସେଥିପାଇଁ ସେ ଦିନଟି ସ୍ଥିର ହେଇଥିଲା, ଯୋଉଟା କି ମୁଁ ସେତେବେଳେ ସେଠିକି ଯାଇଥିଲି। ମୋର ମଧ୍ୟ ସେଇ ଦିନରେ ଜନ୍ମଦିନ ଥାଏ ଅକ୍ଷୟ ତୃତୀୟା ଦିନ। କିନ୍ତୁ ମୁଁ ଦେଖିଲି ଯେତେବେଳେ ଜଗନ୍ନାଥ କାମ ସେଠି ଏଠି ତ ମୋ ଭାଇମାନେ ଅଛନ୍ତି, ଏଇ କାଠ ପୂଜା ହବ ଯାହା ହବ, ଯଦି ସେଠି ଏଥିରେ ଆମର କିଛି ରୋଲ ନଥାଏ ଏ ଜିନିଷରେ, ସେ ଯୋଗୁରୁ ମୁଁ ଯାଇଥିଲି। ଏକମାତ୍ର ମାନେ ଯଦି ଆଜି ମୁଁ ଯାଇନଥାନ୍ତି ତାହେଲେ ଭୁଲ କରିଛି ଠିକ କରିଛି ଆପଣ ମାନେ କହିବେ। ମୁଁ ଯଦି ଯାଇନଥାନ୍ତି ତାହେଲେ ଆଜି ନିମ୍ବ କାଠର ଠାକୁର ସେଠି ବସିଥାନ୍ତେ କି ତାହେଲେ ପଥର ଯୋଉ ବସିଥିଲେ ସେ ପୂଜା ହେଇଥାନ୍ତେ। ତାମାନେ ମୁଁ ଏଇ ଯୋଉ ମୋର 10,000 ସେବାୟତ ଭାଇ ମାନଙ୍କର ଯୋଉ ପ୍ରତିଯୋଗିତା ଏଠି କଲି, ସେଟା ଯଦି ଭୁଲ କଲି ଆପଣ ମାନେ କୁହନ୍ତୁ ମତେ। ତ ମୁଁ ନିଶ୍ଚୟ ଚିନ୍ତା କଲି ଯେ ଯଦି ଜଗନ୍ନାଥ ମହାପ୍ରଭୁଙ୍କର ସେଠି ନିମ୍ବକାଠର ଠାକୁର ସେଠି ବସିବେ, ତାଙ୍କ ପାଖରେ ମୋ ରହିବା ଆବଶ୍ୟକ, ସେଇଟାକୁ ମୁଁ ଆବଶ୍ୟକ ମନେ କରିକି ସେ ଜାଗାରେ ଯୋଉଠି ଜଗନ୍ନାଥ ମହାପ୍ରଭୁ ବସୁଛନ୍ତି ସବୁ ଜାଗାରେ ଏଇ 56 ଭୋଗ ହଉନି କି 2,000 ଲୋକ କାମ କରୁନାହାନ୍ତି। ଜଗନ୍ନାଥ ବସିଲା ପରେ ଆମର ସେଠି ଯାହା କୁହାଯାଇଛି 2 ବେଳା ମହାପ୍ରଭୁଙ୍କର ଭୋଗ ହବ। ବାସ୍ ଆଳତି ଯେମିତି ହବା କଥା ଆଳତି ହବ, ଯେମିତି ସବୁ ଦେହ ପାଖରେ ହଉଛି ସେମିତି ହବ। ତାପରେ କାଳକ୍ରମେ ଯଦି ତାକୁ କିଏ ବଢେଇପାରେ, ଆଉ ଗୋଟେ ଭୋଗ ବଢିପାରେ କି କଣ କରିଦେଇପାରେ, କି ଯେମିତି ସେମାନେ କହୁଛନ୍ତି ଯେ ଆମେ ଖଜା ସେଠି ଭୋଗ ହଉଛି ଆମେ ପେଡା ଭୋଗ କରୁ। ଦୈତାପତି ମାନଙ୍କର ମୁଖ୍ୟ ଭୂମିକା ଥିଲେ ମଧ୍ୟ ସବୁ ସେବାୟତ ମାନଙ୍କର ବିନା ସହଯୋଗରେ ଗୋଟେ ରଥଯାତ୍ରା ହେଇପାରିବ। ମୁଁ କାଲି ସମନ୍ୱୟ ମିଟିଂରେ ନଥିଲି, ମୋର ଭାଇମାନେ ଜଣେ ଜଣେ କେମିତି ଜାଣି, ମୁଁ ସମସ୍ତେ ଅନୁରୋଧ କରୁଛି ଆଗାମୀ ଦିନ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ କେମିତି ସୁନ୍ଦର ଭାବରେ କରାଯିବ, ସେଥିପାଇଁ ମଧ୍ୟ ମୁଁ ମୋ ଭାଇମାନଙ୍କୁ ନେଇକି ମିଟିଂ କରିବି। ଯାହାଦ୍ୱାରା ଓଡ଼ିଶା ସରକାର ଗଲା ବର୍ଷର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରି ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସେମାନେ ମଧ୍ୟ ବହୁତ ସହଯୋଗ କରିଥିଲେ, ଯାହାକି ଆମେ ସୁରୁଖୁରୁରେ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟ କରୁଥିଲେ। ଚଳିତ ବର୍ଷ କେମିତି ମହାପ୍ରଭୁଙ୍କ କାର୍ଯ୍ୟ ହବ ମଧ୍ୟ ତାଙ୍କ ସାଙ୍ଗରେ ମଧ୍ୟ ମିଟିଂ ହବ ଆମର, ଆମେ ମଧ୍ୟ ଦୈତାପତି ନିଜ ତାଙ୍କ ସାଙ୍ଗେ ଆଲୋଚନା କରିବେ। ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ, ଯେମିତି ସମସ୍ତେ ଆମେ ଭାଇଚାରା ରହି ଆପଣମାନଙ୍କ ସମ୍ମାନ ଆମର ସମ୍ମାନ ସମସ୍ତ ସମ୍ମାନ ରହି ଆମେ କେମିତି ରଥଯାତ୍ରାକୁ ସୁରୁଖୁରୁରେ ଶୃଙ୍ଖଳିତରେ କରିବା, ଏଇଟା ଆମର ଗୋଟେ ବହୁତ ବଡ଼ ଜିନିଷ। ଯୋଉଟାକି ବିଶ୍ୱର ରଥଯାତ୍ରା ହେଲା ଜଗନ୍ନାଥ ରଥଯାତ୍ରା, ଯୋଉଟାକି ଆମର ସମ୍ପୂର୍ଣ୍ଣ ହେଲା ଜିନିଷ, ସେଇ ଜିନିଷକୁ ଆମେ କେମିତି ଆଗୁଆ ନବା, ସେଥିପାଇଁ ଜୟ ଜଗନ୍ନାଥ।